ମିଳିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣା ସୁବିଖ୍ୟାତ ପାର୍ବତୀ ଉପଦେଶ ଏକ ଅଦ୍ଭୁତ କଥା ଦ୍ୱାରା ଆରମ୍ଭ କଲେ। ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟର 3 ପଦରେ ସେ କହିଲେ, ଆତ୍ମାରେ ଦିନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଏହା ଜଗତର ଭାବନାରୁ କେତେ ଯେ ଭିନ୍ନ ଅଟେ। ଜଗତର ଭାବନାରେ ଯିଏ ଶକ୍ତିଶାଳୀ, ଯିଏ ବଳବାନ, ଯିଏ ମଜବୁତ, ସେମାନେ ଅଗ୍ରସର ହୁଅନ୍ତି। ମାତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟ ଏଇଠାରେ କହନ୍ତି, ଆତ୍ମାରେ ଦିନହୀନ ଲୋକେ ଧନ୍ୟ। ଆତ୍ମାରେ ଦିନହୀନ ହେବାର ଅର୍ଥ ଦୁର୍ବଳ ହେବା ନୁହଁ, ବରଂ ଏହାର ଅର୍ଥ ହେଉଛି ଯେ ଆମେ ମାନି ନେବା ଉଚିତ ଯେ ଆମେ ଆତ୍ମିକ ରୂପେ ଶୂନ୍ୟ ଅଟୁ ତଥା ଆମ ନିଜର ପ୍ରଚେଷ୍ଟାରେ ଈଶ୍ୱରଙ୍କ ନିକଟକୁ ଆମେ ଯାଇପାରିବା ନାହିଁ। ବାସ୍ତବ କଥା ହେଉଛି ଯେ ଆମେ କେହି ବି ଆମର କାର୍ଯ୍ୟ କିମ୍ବା ପ୍ରୟାସ ଦ୍ୱାରା ଈଶ୍ୱରଙ୍କୁ ପ୍ରସନ୍ନ କରିବା ଅସମ୍ଭବ ଅଟେ। ମନୁଷ୍ୟ ଯେ ପର୍ଯ୍ୟନ୍ତ ଏହା ମାନେ ନାହିଁ ଯେ ସେ ତାହାକୁ ଈଶ୍ୱରଙ୍କର ଆବଶ୍ୟକ ବୋଲି, ସେ ପର୍ଯ୍ୟନ୍ତ ସେ ପରିତ୍ରାଣ କ'ଣ ତାହା ବୁଝିପାରେ ନାହିଁ। ଏହା ହିଁ ସୁସମାଚାର ବାର୍ତ୍ତା। ପ୍ରଭୁ ଶ୍ରୀଖ୍ରୀଷ୍ଟ ଏଠାରେ ଏହିପରି କହନ୍ତି ଯେ ଯେଉଁମାନେ ଈଶ୍ୱରଙ୍କର ଅନୁଗ୍ରହ ଆବଶ୍ୟକ ଥିବା ମନେ କରନ୍ତି, ସ୍ୱର୍ଗ ରାଜ୍ୟ ସେମାନଙ୍କର ଅଟେ। କେହି କେହି ନିଜର ଗର୍ବ ହେତୁ ନରକ ଆଡ଼କୁ ଧାବମାନ ହେଉଛନ୍ତି। ସେମାନେ କହନ୍ତି ଯେ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କର ଆବଶ୍ୟକତା ନାହିଁ। ଆମର ପାପ ବହି ନେବା ପାଇଁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତରେ ଅବତୀର୍ଣ୍ଣ ହେଲେ। ଯେପରି ବାଇବଲରେ ଲିଖିତ, ପ୍ରଭୁ ଶ୍ରୀଖ୍ରୀଷ୍ଟ ତୃତୀୟ ଦିନରେ ମୃତ୍ୟୁରୁ ଉତ୍ଥିତ ହେଲେ। ପ୍ରିୟ ବନ୍ଧୁ, ଯଦି ଆପଣ ଏହା ଗ୍ରହଣ କରିବେ ଯେ ଆପଣ ନିଜ ପାପରୁ ରକ୍ଷା ପାଇବା ପାଇଁ ଆପଣ କିଛି କରିପାରନ୍ତି ନାହିଁ, ତେବେ ଆପଣ ଈଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରିପାରିବେ। ଯଦି ଆପଣ ନିଜକୁ ଅଯୋଗ୍ୟ ମଣି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ଗ୍ରହଣ କରିବେ, ତେବେ ଈଶ୍ୱର ମଧ୍ୟ ଆପଣଙ୍କୁ ଗ୍ରହଣ କରିବେ। ଆଜି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଶରଣ ନେବେ କି? ଧନ୍ୟବାଦ।